ଆଜି ଆମେ ଏକ ଏମିତି ସତ କାହାଣୀ ବିଷୟରେ ଜାଣିବା ଯାହା ଶୁଣିଲେ ଆପଣଙ୍କର ଲୋମ୍ ଟାଙ୍କୁରି ଉଠିବ। କଥାଟା ହେଉଛି ଓଡ଼ିଶାର ଏକ ଘଞ୍ଚ ଜଙ୍ଗଲ ରାସ୍ତାରେ ବିଳମ୍ବିତ ରାତିରେ ବାଇକ୍ରେ ଯାଉଥିବା ଦୁଇ ସାଙ୍ଗଙ୍କର। କାହାଣୀର ଠିକ୍ ମଝିରୁ ହିଁ ଆରମ୍ଭ କରିବା ଚାଲନ୍ତୁ। ସମୟ ରାତି 12:15। ଦୁଇ ସାଙ୍ଗ ଚନ୍ଦ୍ରକାନ୍ତ ଆଉ ଅମିତ ଗୋଟେ ସୁନସାନ ହାଇୱେରେ ଯାଉଥାନ୍ତି ଆଉ ହଠାତ୍ ପୋଲିସ ପେଟ୍ରୋଲିଂ ଗାଡ଼ି ସେମାନଙ୍କୁ ଅଟକେଇ ଦେଉଛି। କିନ୍ତୁ ଗୋଟିଏ ଶବ୍ଦ, କେବଳ ଗୋଟିଏ ଶବ୍ଦ ଶୁଣି ସେ ପୁଲିସବାଲାଙ୍କ ମୁହଁର ରଙ୍ଗ କାହିଁକି ଉଡ଼ିଗଲା? ସେମାନେ ଯାଉଥିବା ଜାଗାର ନାଁରେ ଏମିତି କ'ଣ ଥିଲା ଯେ ଅଭିଜ୍ଞ ପୁଲିସ ବି ଚମକି ପଡ଼ିଲେ? ପୋଲିସର ସେହି ଡର ପଛର କାରଣ ଜାଣିବାକୁ ହେଲେ ଆମକୁ ସେହି ଦିନର କାହାଣୀଟା ପୁରା ଆରମ୍ଭରୁ ଶୁଣିବାକୁ ପଡ଼ିବ। ଦିନଟା ଆରମ୍ଭ ହୋଇଥିଲା ବେଶ୍ ସାଧାରଣ ଭାବେ। ଭୋର 5:30ରୁ ଯାତ୍ରା ଆରମ୍ଭ। ଦିନସାରା ବୁଲାବୁଲି ଆଉ କାମ ସାରି ରାତିରେ କୋଉଠି ଗୋଟେ ଲଜରେ ରହିଯିବାର ପ୍ଲାନ୍ ଥିଲା। କିନ୍ତୁ ସେମାନେ ଜାଣିନଥିଲେ ଯେ ସେମାନଙ୍କ ଭାଗ୍ୟରେ ସେ ରାତି ପାଇଁ ଆଉ କିଛି ଲେଖାଥିଲା। ଆଉ ଠିକ୍ ସେତେବେଳେ ଆସିଲା ଅମିତଙ୍କ ଅଫିସରୁ ଗୋଟେ ଫୋନ୍ କଲ୍। ତାଙ୍କ ବସ୍ କହିଲେ ଯେମିତି ହେଲେ ବି କାଲି ସକାଳ 9ଟା ସୁଦ୍ଧା ଗୋଟେ ରିପୋର୍ଟ ଠିକ୍ କରିଦେବାକୁ ପଡ଼ିବ। ବାସ୍, ଏହି ଗୋଟିଏ କଲ୍ ସେମାନଙ୍କୁ ସେଇ ଭୟଙ୍କର ରାସ୍ତାରେ ରାତି ଅଧାରେ ଯିବାକୁ ବାଧ୍ୟ କରିଦେଲା। ତ ଯାତ୍ରା ତ ଆରମ୍ଭ ହେଲା, କିନ୍ତୁ ଆରମ୍ଭରୁ ହିଁ ସେମାନଙ୍କୁ ଗୋଟେ ପରେ ଗୋଟେ ଅଶୁଭ ସଂକେତ ମିଳିବାକୁ ଲାଗିଲା। ପ୍ରଥମ ଚେତାବନୀ ମିଳିଲା ରାସ୍ତା କଡ଼ର ଗୋଟେ ଢାବାରେ ଜଣେ ଟ୍ରକ୍ ଡ୍ରାଇଭରଙ୍କଠୁ। ସେ ସିଧା ସିଧା କହିଲେ, ପୁଆ, ଆଜି ରାତିଟା ଏଇଠି ରହିଯାଅ। ସେ ରାସ୍ତାରେ ଆମେ ବି ରାତିରେ ଯାଉନୁ। କିନ୍ତୁ କାହିଁକି? ସେ କାରଣଟା କହିବାକୁ ମନା କରିଦେଲି। ଏହାପରେ ଆସିଲା ଦ୍ୱିତୀୟ ଚେତାବନୀ, ଆଉ ଏଥର ସିଧା ପୋଲିସ ପାଖରୁ। ସେମାନଙ୍କର ଗନ୍ତବ୍ୟସ୍ଥଳର ନାଁ ଶୁଣିବା ମାତ୍ରେ ସିନିୟର ଇନ୍ସପେକ୍ଟର ଗାଡ଼ିରୁ ଓହ୍ଲାଇ ଆସିଲେ। ସେମାନଙ୍କର ତାଙ୍କର ଆଇଡି କାର୍ଡର ଏପରିକି ବାଇକ୍ର ବି ଫଟୋ ଉଠାଇ ରଖିଲେ ଆଉ ଶେଷରେ କହିଲେ, ବହୁତ ସାବଧାନରେ ଯିବ। ଏସବୁ ବେଶ୍ ଅଜବ ଲାଗୁଥିଲା। ଆଉ ତାପରେ ରାତି ପ୍ରାୟ 2ଟା ବେଳକୁ ନର୍ଲାରେ ଥିବା ଶେଷ ପୋଲିସ ଚେକପଏଣ୍ଟରେ ସେମାନଙ୍କୁ ତୃତୀୟ ତଥା ଶେଷ ଚେତାବନୀ ମିଳିଲା। ପୋଲିସ କହିଲା ଯେ ଆଗକୁ ରାମପୁର ଜଙ୍ଗଲରେ କିଛି ଅଜବ ଜିନିଷ ସବୁ ଘଟୁଛି। ସେମାନେ କେବଳ ସ୍ଥାନୀୟ ଲୋକଙ୍କ କଥା କହୁନଥିଲେ, ବରଂ କିଛି ଅଲୌକିକ ଶକ୍ତି ଆଡ଼କୁ ବି ଇସାରା କରୁଥିଲେ। ସେହି ଶେଷ ଚେକପଏଣ୍ଟ ପାର ହେବା ପରେ ପରେ ପ୍ରବଳ ବର୍ଷା ଆରମ୍ଭ ହୋଇଗଲା। ଆଉ ଠିକ୍ ସେଇଠୁ ହିଁ ଆରମ୍ଭ ହେଲା ପ୍ରକୃତ ଘଟଣା, ଯାହାକୁ ବିଶ୍ୱାସ କରିବା କଷ୍ଟକର। ବର୍ଷାରୁ ବଞ୍ଚିବା ପାଇଁ ଚନ୍ଦ୍ରକାନ୍ତ ଗୋଟେ ଜାଗାରେ ବାଇକ୍ ରଖିଲେ, କିନ୍ତୁ ଯେତେବେଳେ ସେ ପଛକୁ ବୁଲି ଚାହିଁଲେ ସେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେ ନିଜେ ପୂରାପୂରି ଓଦା, କିନ୍ତୁ ତାଙ୍କ ପଛରେ ବସିଥିବା ଅମିତ ସେ ସମ୍ପୂର୍ଣ୍ଣ ଶୁଖିଲା ଥିଲା। ଏତେ ବର୍ଷାରେ ଏହା କେମିତି ସମ୍ଭବ? କିଛି ବାଟ ଗଲା ପରେ କିଛି ଗାଁ ଲୋକ ତାଙ୍କୁ ଅଟକାଇଲେ, ଆଉ ସେମାନଙ୍କ ଭିତରୁ ଜଣେ ଯାହା ପଚାରିଲେ ତାହା ଶୁଣି ଚନ୍ଦ୍ରକାନ୍ତଙ୍କ ପାଦତଳୁ ମାଟି ଖସିଗଲା। ସେ ଲୋକଟି କହିଲା, ଭାଇ, ତମ ପଛରେ ଆଉ କିଏ ବସିଛି କି? ତମେ ତ ଏକା ଯାଉଛ। ଆଉ ଠିକ୍ ସେହି ସମୟରେ ଗୋଟେ ଗାଡ଼ି ସେଠି ଆସି ପହଞ୍ଚିଲା, ଆଉ ସେଥିରୁ ଓହ୍ଲାଇଲା ପ୍ରକୃତ ଅମିତ। ଜଣାପଡ଼ିଲା ଯେ ପୋଲିସ ଚେକପଏଣ୍ଟରେ ଅମିତ କୌଣସି କାରଣରୁ ରହିଯାଇଥିଲେ। ପୋଲିସ ହିଁ ତାଙ୍କୁ ଗୋଟେ ଗାଡ଼ିରେ ପଛରୁ ପଠାଇଥିଲା। ତାହେଲେ ଚନ୍ଦ୍ରକାନ୍ତଙ୍କ ପଛରେ ଏତେ ସମୟ ଧରି କିଏ ବସିଥିଲା? ଯଦି ଦୁହେଁ ଡରି ଯାଇଥିଲେ, କିନ୍ତୁ ଏକାଠି ହେବା ପରେ ସେମାନେ ପୁଣି ଆଗକୁ ବଢ଼ିଲେ। ସେମାନେ ଜାଣିନଥିଲେ ଯେ ସବୁଠୁ ଭୟଙ୍କର ଅନୁଭୂତି ଏବେ ବି ବାକି ଅଛି। ଜଙ୍ଗଲର ସବୁଠୁ ଘଞ୍ଚ ଅଞ୍ଚଳରେ ଗୋଟେ ଚଢ଼ାଣୀ ଉପରେ ହଠାତ୍ ତାଙ୍କ ବାଇକ୍ ବନ୍ଦ ହୋଇଗଲା। ଚାରିଆଡ଼େ ଘନ ଅନ୍ଧାର ଆଉ ଏମିତି ନୀରବତା ଯେ ନିଜ ହୃଦୟ ସ୍ପନ୍ଦନ ବି ଶୁଭିବ। ଦୁହେଁ ସେଠି ପୁରା ଅସହାୟ ହୋଇଗଲେ। ଆଉ ଠିକ୍ ସେତିକିବେଳେ ସେମାନେ ଯାହା ଦେଖିଲେ ତାହା ଅବିଶ୍ୱାସନୀୟ ଥିଲା। ଅନ୍ଧାର ଭିତରୁ ଧଳା କେଶ ଥିବା ଜଣେ ମହିଳା ବାହାରିଲେ, ଗୋଟେ ବସ୍ତା ଘୋଷାଡ଼ି ଘୋଷାଡ଼ି ଆଣୁଥିଲେ। ସେ ସେହି ବସ୍ତା ଖୋଲିଲେ ଆଉ ସେଥିରୁ ବାହାରିଲା ଗୋଟେ ଛୋଟ ପିଲାର କଙ୍କାଳ। ସେ ସେହି କଙ୍କାଳକାଳେ ହଳଦୀ ଲଗେଇଲେ, ଫୁଲମାଳା ପିନ୍ଧେଇଲେ ଆଉ ତାପରେ ଜୋରରେ କାନ୍ଦିବାକୁ ଲାଗିଲେ। ପାଖାପାଖି 20 ମିନିଟ୍ ଧରେ ତାଙ୍କର ସେ କାନ୍ଦ ସାରା ଜଙ୍ଗଲରେ ଗୁଞ୍ଜରିତ ହେଉଥିଲା। ଯେମିତି ସେମିତି କରି ସେମାନେ ବାଇକ୍କୁ ଠେଲି ଠେଲି ସେହି ମହିଳାଙ୍କୁ ପାର କରି ଆଗକୁ ଯିବାକୁ ଲାଗିଲେ। କିନ୍ତୁ ସେତିକିବେଳେ ଚନ୍ଦ୍ରକାନ୍ତ ଗୋଟେ ବଡ଼ ଭୁଲ କରିଦେଲେ। ସେ ପଛକୁ ବୁଲି ଚାହିଁଲେ ଆଉ ସେ ଯାହା ଦେଖିଲେ, ସେହି ମହିଳା ଜଣକ ଗୋଟେ ଗଛରେ ଝୁଲୁଥିଲେ। କୌଣସି ମତେ ବାଇକ୍ ଷ୍ଟାର୍ଟ ହେଲା ଆଉ ସେମାନେ ସେଠାରୁ ପଳେଇ ଆସିଲେ। କିଛି ବାଟ ଗଲା ପରେ ସେମାନେ ଜଣେ ସ୍ଥାନୀୟ ଲୋକଙ୍କୁ ଭେଟିଲେ, ଆଉ ସେ ହିଁ ଏହିସବୁ ଭୟଙ୍କର ଘଟଣା ପଛର କାହାଣୀ କହିଲେ। ସେ ଲୋକ ଜଣକ କହିଲେ ଯେ ବର୍ଷେ ତଳେ ସେହି ରାସ୍ତାରେ ଗୋଟେ ମର୍ମାନ୍ତୁଦ ଦୁର୍ଘଟଣା ଘଟିଥିଲା। ଜଣେ ମହିଳା, ତାଙ୍କ ସ୍ୱାମୀ ଆଉ ତାଙ୍କ 7 ମାସର ଝିଅ ବାଇକ୍ରେ ଯାଉଥିଲେ। ସ୍ୱାମୀଙ୍କର ସେଇଠି ମୃତ୍ୟୁ ହୋଇଗଲା। କିଛି ସମୟ ପରେ ମହିଳା ଜଣକ ଦେଖିଲେ ଯେ ତାଙ୍କ କୋଳରେ ତାଙ୍କ ଝିଅ ବି ଆଉ ନାହିଁ। ଏତେ ବଡ଼ ଦୁଃଖ ସହି ନପାରି ସେ ପରଦିନ ସକାଳେ ପାଖରେ ଥିବା ଗୋଟେ ଗଛରେ ଫାଶୀ ଲଗାଇ ଦେଇଥିଲେ। ଶେଷରେ ସେ ଲୋକଟିରେ କହିଥିବା କଥାଟା ସବୁଠୁ ଅଧିକ ଭୟଙ୍କର ଥିଲା।
ସେ କହିଲେ, ପୁଅ, ଭଲ ହେଲା ତମେମାନେ ବାଇକ୍ରୁ ଓହ୍ଲାଇ ନଥିଲ। ଯଦି ଓହ୍ଲାଇ ପଡ଼ିଥାନ୍ତ ତେବେ ଏ ଜଙ୍ଗଲରେ ତମର ସବ୍ ବି କେହି ଖୋଜି ପାଇନଥାନ୍ତେ। ଏହି ପୂରା ଘଟଣା ଗୋଟିଏ ପ୍ରଶ୍ନ ଛାଡ଼ିଯାଏ। ଏମିତି କେତେ ଯେ ଶୂନଶାନ ରାସ୍ତା ଅଛି, ଆଉ ସେ ରାସ୍ତାକୁ ନେଇକି କେତେ ଯେ ଭୂତ ପ୍ରେତର କାହାଣୀ ଅଛି, ହୁଏତ ସେସବୁ କାହାଣୀ ପଛରେ ଏମିତି ହିଁ କିଛି ଦୁଃଖଦ ସତ୍ୟ ଲୁଚି ରହିଛି।